नमस्कार दर्शक बंधु शुभ सकाळ। आज ହେଉଛି ଜୁନ୍ ମାସ 28 ତାରିଖ ରବିବାର। ଚାଲନ୍ତୁ ନଜର ପକାଇବା ଆଜି ଦିନର ରାଜ୍ୟ ଓ ଦେଶ ବିଦେଶର 20ଟି ଗୁରୁତ୍ୱପୂର୍ଣ୍ଣ ଖବର ପରେ। ତା ପୂର୍ବରୁ ଯଦି ଆପଣ ଚ୍ୟାନେଲରେ ନୂଆ କରି ଅଛନ୍ତି ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ଏବଂ ସେୟାର କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣ କେଉଁ ଜିଲ୍ଲାର ଭିଡ଼ିଓଟିକୁ ଦେଖୁଛନ୍ତି ତାହା ଜଣାନ୍ତୁ। ଆଜିର ପ୍ରଥମ ଖବର, খুব শীঘ্র ভারত আসবে রাষ্ট্রপতি ট্রম্প। প্রধানমন্ত্রী মোদীଙ୍କ সহিত সম্পর্ক নেই কিছু এপরি করবে রুবিও। আমেরিকার বৈদেশিক মন্ত্রী মার্কো রুবিও শনিবার କହିଛନ୍ତି যে রাষ্ট্রপতি ডোনাল্ড ট্রম্প আসন্তা বর্ষ আরম্ভে ভারত গস্ত করিবার সম্ভাবনা রয়েছে। এসহিত রুবিও ট্রম্প এবং প্রধানমন্ত্রী নরেন্দ্র মোদী মধ্যে দৃঢ় সম্পর্ক মধ্যে উপরে গুরুত্ব আরোপ করে এবং ভারত আমেরিকা সম্পর্ককে উৎকৃষ্ট বলে বর্ণনা করে। পরবর্তী খবর, ভারত ট্রাকরে গড়ব হাইড্রোজেন ট্রেন, সফল হল হাইস্পিড পরীক্ষণ। ভারতীয় রেল লাইনে খুব শীঘ্র চালিବାକୁ হাইড্রোজেন ট্রেন। দেশের প্রথম হাইড্রোজেন ট্রেনর শেষ হাইস্পিড পরীক্ষণ শুক্রবার সফলতার সহ শেষ হয়েছে। দিল্লি জিত সেক্টরে হাইড্রোজেন ট্রেনর পরীক্ষণ করা যাইতিলা। এই সমୟରେ ট্রেনটি ঘণ্টা প্রতি 120 কিলোমিটার বেগরে চালিଥିଲା। পরীক্ষণ সমୟରେ ট্রেনর ব্রেকিং সিস্টম, ইঞ্জিন ক্ষমতা, ট্রাক স্থিরতা এবং কম্পন স্तर পরীক্ষা করা যাইতিলা। বৈষয়িক ক্ষমতা এবং সুরক্ষা মানক সমীক্ষা করা যাইতিলা। পরবর্তী খবর, মুখ্যমন্ত্রীଙ୍କ রিপোর্ট প্রদান কলা স্কুল বহি ত্রুটি ପାଇଁ গঠিত কমিটি। 6 সরকারি নির্দেশক নিলম্বিত। স্কুল বহি ত্রুটি ପାଇଁ 19 কমিশনরଙ୍କ অধ্যক্ষতাରେ গঠিত ହୋଇଥିବା কমিটি মুখ্যমন্ত্রী মোহন চରଣ মাঝীଙ୍କୁ রিপোর্ট প্রদান କରିଛି। কমিটির সুপারিশ অনুযায়ী মুখ্যমন্ত্রীଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସହିତ 3 ଜଣ ସରକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲ୍ଲୀପ କୁମାର ସାହୁ ଓ ଭାରତୀ ଟୁଡୁଙ୍କୁ ନିଲମ୍ବିତ କରାଯାଇଛି। ପରବର୍ତ୍ତୀ ଖବର, ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା, ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ। 11ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା। ତାମିଲନାଡୁର ତିରୁଭଲ୍ଲୁର ଫ୍ୟାକ୍ଟରୀରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବତୀ ଜଣଙ୍କ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ବିମଲା ପଞ୍ଚାୟତ ଟାଙ୍ଗିରି ଦୁଲନଳି ସାହିର ପୀତାମ୍ବର ଜୁଆଙ୍ଗଙ୍କ ଝିଅ ରୀତା ଜୁଆଙ୍ଗ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ 11ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା। ସୁମିତ୍ରା ଜୁଆଙ୍ଗ ଚେନ୍ନାଇ ସ୍ଥିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଝିଅର ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆଜି ପୁଣି 2ଟି ମୃତଦେହ ତାମିଲନାଡୁରୁ ଭୁବନେଶ୍ୱର ଆସିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, 14 ବର୍ଷ ପରେ ପାସପୋର୍ଟ ଫି ହେଲା ମହଙ୍ଗା। ଜୁଲାଇ 1ରୁ ନୂତନ ଶୁଳ୍କ ଲାଗୁ। ପ୍ରାୟ 14 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗୁରୁବାର ଦିନ ସରକାର ପାସପୋର୍ଟ ଫି ବୃଦ୍ଧି କରିଛନ୍ତି। ଜୁଲାଇ 1 ତାରିଖରୁ ସାଧାରଣ ଯୋଜନାରେ ନୂତନ ପାସପୋର୍ଟର ମୂଲ୍ୟ 2500 ଏବଂ ତତ୍କାଳ ଯୋଜନାରେ 1000 ହେବ। ପାସପୋର୍ଟ ମୁଖ୍ୟତଃ ଏକ ଯାତ୍ରା ଡକୁମେଣ୍ଟ, ଭାରତୀୟ ନାଗରିକତାର ପ୍ରମାଣ ନୁହେଁ ବୋଲି ସରକାର ସ୍ପଷ୍ଟ କରିବା ପରେ ଏହି ନୂତନ ଫି ସୂଚୀ କରାଯାଇଛି। ପାସପୋର୍ଟ ସଂଶୋଧନ ନିୟମ 2024 ମାଧ୍ୟମରେ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଥିବା ଏହି ନୂତନ ଫି ଗଠନ 2012 ମସିହା ପରେ ପ୍ରଥମ ବଡ଼ ପରିବର୍ତ୍ତନ, ଯେତେବେଳେ ଶେଷ ଥର ପାଇଁ ପାସପୋର୍ଟ ଫି ବୃଦ୍ଧି କରାଯାଇଥିଲା। ପରବର୍ତ୍ତୀ ଖବର, ହଷ୍ଟେଲରେ ରୋଷେଇ ପାଇଁ ଲାଗିବ ପିଏନ୍ଜି। ଏନେ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଜାରି ରହିଥିବା ଏଲ୍ପିଜି ସଙ୍କଟ ଯୋଗୁଁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ହଷ୍ଟେଲରେ ରୋଷେଇ ଯେପରି ବାଧାପ୍ରାପ୍ତ ନ ହୁଏ ସେ ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ ଜୁନ୍ 30 ସୁଦ୍ଧା ରିପୋର୍ଟ ଦେବାକୁ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି। ପରବର୍ତ୍ତୀ ଖବର, ଶ୍ରୀମନ୍ଦିରରେ 14.5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଦିନକ ପରେ ସ୍ନାନ ପୂର୍ଣ୍ଣିମା, ଏଥିପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି। ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ଯୋଗୁଁ ଶ୍ରୀମନ୍ଦିରରେ ଆଜି ରାତି 10:30ରୁ ଆସନ୍ତାକାଲି ଦିନ 1ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ବନ୍ଦ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠୁ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ। ପରମ୍ପରା ଅନୁଯାୟୀ ଏହି ତିଥିରେ ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ସମୟରେ ହୋଇଥାଏ ଦଇତା ପ୍ରବେଶ ନୀତି। ସ୍ନାନ ପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିବ। ପରବର୍ତ୍ତୀ ଖବର, ପ୍ରଶ୍ନପତ୍ର ଲିକ୍ ପରେ ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସ୍ଥଗିତ। ପୁଣି ଲିକ୍ ହେଲା ପ୍ରଶ୍ନପତ୍ର। ମହାରାଷ୍ଟ୍ରରେ ହେବାକୁ ଥିବା ଟିଇଟି ଶିକ୍ଷକ ଯୋଗ୍ୟତା ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଅଭିଯୋଗ। ଆସନ୍ତାକାଲି ଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥାନ୍ତା, କିନ୍ତୁ 24 ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିଛି। ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ରାଜ୍ୟ ପରୀକ୍ଷା ପରିଷଦ ପରୀକ୍ଷାକୁ ସ୍ଥଗିତ ରଖିଛି। ରିପୋର୍ଟ ଅନୁଯାୟୀ ପୁଲିସକୁ ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ସୂଚନା ମିଳିବା ପରେ ଥାଣେ
ଥାଣେ ଭେଣ୍ଡାରୀରେ ଏକ ଅପରେସନ୍ ପରେ ପ୍ରଶ୍ନପତ୍ର ଜବତ କରାଯାଇଛି। ଏହି ମାମଲାରେ କିଛି ଲୋକଙ୍କୁ ଗିରଫ କରାଯାଇଛି, କିନ୍ତୁ ସେମାନଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ। ରାଜ୍ୟ ଶିକ୍ଷା ବିଭାଗ ଖୁବ୍ ଶୀଘ୍ର ଏହି ଘଟଣାର ସବିଶେଷ ତଥ୍ୟ ପ୍ରଦାନ କରି ପ୍ରେସ୍ ନୋଟ୍ କରି ଜାରି କରିବ। ସରକାରଙ୍କ ନିଷ୍ପତ୍ତି ହେବା ପରେ ପରୀକ୍ଷା ସମ୍ପର୍କିତ ସଂଶୋଧିତ କାର୍ଯ୍ୟକ୍ରମ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ପ୍ରଶ୍ନପତ୍ର କେମିତି ଲିକ୍ ହେଲା ଓ ଏହି ରାକେଟରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ପୁଲିସ ସେସବୁର ତଦନ୍ତ କରୁଛି। ପରବର୍ତ୍ତୀ ଖବର, ମହାନଦୀ ଜଳ ବିବାଦରେ ଟ୍ରିବ୍ୟୁନାଲର ଶୁଣାଣି ଶେଷ। ଜୁଲାଇ 11ରେ ପରବର୍ତ୍ତୀ ଶୁଣାଣି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଶେଷ ହୋଇଛି। ଦୀର୍ଘ ଦିନ ଧରି ମହାନଦୀକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା କନ୍ଦଳର ସମାଧାନ ହେବ। ଏହା ସହ ଦୁଇ ରାଜ୍ୟ ମଧ୍ୟରେ ସଚିବସ୍ତରୀୟ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ଶନିବାର ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କରିଛନ୍ତି ଯୁଗ୍ମ ବୈଷୟିକ ଟିମ୍। ଆଗାମୀ ଦିନରେ ଓଡ଼ିଶା ଏବଂ ଛତିଶଗଡ଼ ଭିତରେ ସଚିବସ୍ତରୀୟ ବୈଠକ ହେବ ବୋଲି ସୂଚନା ମିଳିଛି। ଜୁଲାଇ 11ରେ ହେବ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି। ପରବର୍ତ୍ତୀ ଖବର, 2 ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା। ଭୋର 5ରୁ ଆରମ୍ଭ ହେବ ପହଣ୍ଡି। 2 ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ଭକ୍ତ ସମ୍ମୁଖରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେବେ। ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପର୍ଯ୍ୟନ୍ତ ଖରାରେ ଆଉଟୁ ପାଉଟୁ ନ ହୁଅନ୍ତି ଏବଂ ବର୍ଷାରେ ନ ଭିଜନ୍ତି, ସେଥିଲାଗି ସ୍ୱତନ୍ତ୍ର ବ୍ୟାରିକେଡ୍ ସହ ଛାମୁଡ଼ିଆ ବନ୍ଦୋବସ୍ତ କରାଯାଉଛି। ସେହିପରି ଭକ୍ତମାନେ ଦୀର୍ଘ ବାଟ ଅତିକ୍ରମ କରି ମହାପ୍ରଭୁଙ୍କ ଏହି ଦିବ୍ୟ ଦୁର୍ଲଭ ଦର୍ଶନରୁ ବଞ୍ଚିତ ନ ହେବା ଲାଗି ନୀତିକାନ୍ତିକୁ ଶୃଙ୍ଖଳିତ କରିବାକୁ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ଆସନ୍ତାକାଲିଠୁ ଏନେଇ ପ୍ରକ୍ରିୟା ଆରମ୍ଭ ହେବ। ପରବର୍ତ୍ତୀ ଖବର, ବିଶ୍ୱର ସବୁଠାରୁ ବୟସ୍କ କଇଁଛ ଜୋନାଥନ୍ଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 3 ଦିନିଆ ସେଚେଲ୍ସକୁ ଗସ୍ତରେ ଯିବେ। ଜୁନ୍ 27ରୁ 29 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତ ହେଉଛି ଏକ ସ୍ୱତନ୍ତ୍ର। ଏହି ଗସ୍ତ ସମୟରେ ସେ ଭାରତ ମହାସାଗରରେ ଅବସ୍ଥିତ ସେଚେଲ୍ସରେ ସ୍ୱାଧୀନତାର 50ତମ ବାର୍ଷିକୀ ପାଳନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସେଠାକାର ଜାତୀୟ ବଟାନିକାଲ ଗାର୍ଡେନ ପରିଦର୍ଶନ କରିବା ସହ ପରିବେଶ ସଂରକ୍ଷଣର ବାର୍ତ୍ତା ଦେଇ ଏକ ବୃକ୍ଷରୋପଣ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ସ୍ଥଳଚର ପ୍ରାଣୀ ଜୋନାଥନ୍ଙ୍କୁ ଭେଟିବେ। ଏହି ଆଲ୍ଡ୍ରା ବା ବିଶାଳ କଇଁଛର ବୟସ ପ୍ରାୟ 194 ବର୍ଷ। ଜୋନାଥନ୍ ସେଚେଲ୍ସର ଜାତୀୟ ଉଦ୍ଭିଦ ଉଦ୍ୟାନରେ ବାସ କରେ। ପୃଥିବୀରେ ସବୁଠାରୁ ଅଧିକ ଜୀବନ ବଞ୍ଚିଥିବା ପ୍ରାଣୀର ଟାଇଟଲ ଜୋନାଥନ୍ ନାମକ ଏକ ବିଶାଳ କଇଁଛ ଅଟୋ ଗିନିଜ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ। ପରବର୍ତ୍ତୀ ଖବର, ଆଜି ପାଇଁ 10 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି। ଆଜିଠୁ ଆସନ୍ତା 1 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ପାଇଁ 10 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଅନ୍ୟ ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ରବିବାର ସମସ୍ତ ଜିଲ୍ଲାରେ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ କନ୍ଧମାଳ, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ବର୍ଷା ପାଇଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ସେହିପରି 30 ତାରିଖ ଓ ଜୁଲାଇ 1 ତାରିଖରେ ବି ସାରା ରାଜ୍ୟରେ ବର୍ଷାର ପ୍ରଭାବ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସାରା ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଥିଲେ ବି ବର୍ଷାର ସେଭଳି ପ୍ରଭାବ ଦେଖିବାକୁ ମିଳୁନି। ମୌସୁମୀ ଦୁର୍ବଳ ହୋଇଥିବାରୁ ବର୍ଷାର ପରିଣାମ ବି କମ୍ ରହୁଛି। ପରବର୍ତ୍ତୀ ଖବର, ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଦଇତା। ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ସ୍ନାନଯାତ୍ରା ଓ ଆସନ୍ତା ଘୋଷଯାତ୍ରାର ବିଭିନ୍ନ ପର୍ଯ୍ୟାୟର ନୀତି ପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ଦଇତାପତିମାନେ ପ୍ରବେଶ କରିବେ। ଆଜି ଦଇତାପତିମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିବେ। ଆଜିଠାରୁ ନୀଳାଦ୍ରି ବ୍ରିଜ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଛି ଗୋଷ୍ଠୀଗତ ସେବା। ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ରକ୍ଷକ ହେଉଛନ୍ତି ଦଇତାପତି ସେବକ। ଘୋଷଯାତ୍ରାର ପରମ୍ପରା ମୁତାବକ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବ୍ରିଜ ପର୍ଯ୍ୟନ୍ତ ଏମାନଙ୍କ ଦ୍ୱାରା ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପନ୍ନ ହେବ। ମହାପ୍ରଭୁଙ୍କ ଗୁପ୍ତ ସେବା କରିବା ପାଇଁ ଆଜି ତ୍ରୟୋଦଶୀ ତିଥିରେ ଦଇତାମାନେ ମନ୍ଦିର ପ୍ରବେଶ କରିବେ। ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ସେନାପଟ ଲାଗି କରିବେ। ପରବର୍ତ୍ତୀ ଖବର, ପୁଣି ହରମୁଜକୁ ନେଇ ଇରାନ ଆମେରିକା ମୁହାଁମୁହିଁ। ଇରାନ ଆମେରିକା ମଧ୍ୟରେ ପୁଣି ଉତ୍ତେଜନା। ହରମୁଜ ପ୍ରଣାଳୀରେ ପୁଣି ମୁହାଁମୁହିଁ ହୋଇଛନ୍ତି ଆମେରିକା ଇରାନ। ଅଶାନ୍ତ ହେଉଛି ହରମୁଜ ପ୍ରଣାଳୀ। ଯୁଦ୍ଧବିରତି ଭିତରେ ପୁଣି ଇରାନ ଉପରେ ଆକ୍ରମଣ କରିଛି ଆମେରିକା। ଇରାନ ମଧ୍ୟ ଏହାର ଜବାବ ଦେଇଛି। ହରମୁଜ ପ୍ରଣାଳୀରେ ଏକ ମାଲବାହୀ ଜାହାଜ ଉପରେ ଇରାନର ଡ୍ରୋନ୍ ଆକ୍ରମଣ ପରେ ଆମେରିକା ସେନା ଇରାନର ମିସାଇଲ ଓ ଡ୍ରୋନ୍ ସଂରକ୍ଷଣ କେନ୍ଦ୍ର ଏବଂ ଉପକୂଳବର୍ତ୍ତୀ ରାଡାର ପୋଷ୍ଟଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ୍ କରିଛି।
ପରବର୍ତ୍ତୀ ଖବର ସ୍ନାନ ପୂର୍ଣ୍ଣିମା ନିମନ୍ତେ ପୁରୀରେ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି। ଜ୍ୟେଷ୍ଠ ଶୁଦ୍ଧ ଶୁକ୍ଳ ପୂର୍ଣ୍ଣିମା ଅର୍ଥାତ୍ ସୋମବାର ସ୍ନାନ ପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ପୁରୀ ପୁଲିସ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି କରିଛି। ଭୁବନେଶ୍ୱର ବ୍ରହ୍ମଗିରି କୋଣାର୍କ ପଟୁ 2 ଚକିଆରେ ପୁରୀ ଗଲେ ମାର୍କେଟ ଛକ ପର୍ଯ୍ୟନ୍ତ ଅନୁମତି ମିଳିବ। ପରବର୍ତ୍ତୀ ଖବର ଏଥର 3 ରଥରେ ଲାଗିବ ନୂଆ ବ୍ରେକ୍। ଦେବାଦେବୀଙ୍କ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି ଚିତ୍ରକର ସେବକ। ରଥ ଚାଳନା ବେଳେ ରଥକୁ ରୋକିବା ମୁସ୍କିଲ ହୋଇଯାଏ। ରଥ ଚାଳନା ବନ୍ଦ ସୂଚନା ମିଳିଲେ ମଧ୍ୟ ଶ୍ରଦ୍ଧାଳୁମାନେ ଜାଣି ନ ପାରି ରଥ ଟାଣି ନିଅନ୍ତି। ଏଣୁ ବ୍ରେକ୍ ପଡ଼ି ଚକର ଗତି ରୋଧ କରାଯାଏ। ଚଳିତ ବର୍ଷ 3 ରଥ ପାଇଁ 3ଟି ନୂତନ ବ୍ରେକ୍ ତିଆରି କରାଯାଇଛି। ଶାଳଗଣ୍ଡିକୁ ବାରିଶିରେ ହାଣି ଚୌପଟ କରୁଛନ୍ତି ବିଶ୍ୱକର୍ମା। ଏହାପରେ ଇଞ୍ଜିନିୟରିଂଙ୍କ ଦ୍ୱାରା ସ୍ୱତନ୍ତ୍ର ଶୈଳୀରେ ରଥ ବ୍ରେକ୍ ପ୍ରସ୍ତୁତ ହେବ। ପରବର୍ତ୍ତୀ ଖବର ଇଭି ଲାଗି କେନ୍ଦ୍ର ସରକାରଙ୍କ ସବସିଡି ସମାପ୍ତ। ଜୁଲାଇ 31 ପରେ ଆଉ ମିଳିବନି ସୁବିଧା। ଭାରତରେ ଇଲେକ୍ଟ୍ରିକ୍ ବାହନକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସବସିଡି ଏବେ ସମାପ୍ତ ହେବାକୁ ଯାଉଛି। 31 ଜୁଲାଇ ପରେ ଇଲେକ୍ଟ୍ରିକ୍ ବାଇକ୍ ଓ ସ୍କୁଟର କ୍ରେତାଙ୍କୁ ଆଉ 5,000 ଟଙ୍କାର କେନ୍ଦ୍ରୀୟ ସବସିଡି ମିଳିବନି। ଏଣୁ ଇଭି କ୍ରୟ ଲାଗି ଲୋକଙ୍କ ବ୍ୟୟ ବଢ଼ିବ। ଏ ପର୍ଯ୍ୟନ୍ତ ଇଲେକ୍ଟ୍ରିକ୍ 2 ଚକିଆ ଯାନ କ୍ରୟ ପାଇଁ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ 5,000 ଟଙ୍କା ଲେଖାଏଁ ସବସିଡି ସହିତ ରୋଡ୍ ଟ୍ୟାକ୍ସ ରେଜିଷ୍ଟ୍ରେସନ ଫ୍ରି, ସ୍ମାର୍ଟ କାର୍ଡ, ଆର୍ସି ଶୁଳ୍କ ଏବଂ HSRP ନମ୍ବର ପ୍ଲେଟ୍ ଶୁଳ୍କରେ ରିହାତି ମିଳୁଥିଲା। ପରବର୍ତ୍ତୀ ଖବର ପୁଣି ହେବ କି ନୋଟ୍ ବନ୍ଦୀ। ଜୁନ୍ 30 ପରେ ଅଚଳ ହୋଇଯିବ ପୁରୁଣା ମହାତ୍ମା ଗାନ୍ଧୀ ସିରିଜ ନୋଟ୍। ସୃଷ୍ଟିକରଣ ରଖିଲା ବ୍ୟାଙ୍କ। 2005 ମସିହା ପୂର୍ବରୁ ପ୍ରଚଳିତ ମହାତ୍ମା ଗାନ୍ଧୀ ସିରିଜର କିଛି ନୋଟ୍ ବନ୍ଦ ହୋଇଯିବ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ଚାଲିଥିଲା। ରିପୋର୍ଟରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଏକ ସର୍କୁଲାରକୁ ଉତ୍କୃଷ୍ଟ କରାଯାଇଥିଲା, ଯେଉଁଥିରେ କୁହାଯାଇଛି ଯେ ଜୁନ୍ 30 ତାରିଖ ପରେ ବ୍ୟାଙ୍କଗୁଡ଼ିକ 10, 20, 50 ଏବଂ 100 ଟଙ୍କିଆ ପୁରୁଣା ନୋଟ୍ ଗ୍ରହଣ କରିବେ ନାହିଁ। ଏହି ଖବର ସାମ୍ନାକୁ ଆସିବା ପରେ ଦେଶରେ ପୁଣି ଏକ ନୋଟବନ୍ଦୀକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଏହି ସମଗ୍ର ଘଟଣାକୁ ନେଇ ଏବେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି ଯେ ଏବଂ ଏହି ଭାଇରାଲ ଖବରକୁ ସମ୍ପୂର୍ଣ୍ଣ ଭେଜାଲ ବା ଫେକ୍ ବୋଲି କୁହାଯାଇଛି। ପରବର୍ତ୍ତୀ ଖବର ନିଟ୍ ୟୁଜି ଫ୍ରି ଫେରସ୍ତ ପାଇଁ ଶେଷ ସୁଯୋଗ। ଜୁନ୍ 30 ସୁଦ୍ଧା କରନ୍ତୁ ଆବେଦନ। ନିଟ୍ ୟୁଜି ପରୀକ୍ଷା ଜୁନ୍ 21ରେ ଅନୁଷ୍ଠିତ ହେବ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA ଏପର୍ଯ୍ୟନ୍ତ ଫ୍ରି ଫେରସ୍ତ ନ ଥିବା ଆବେଦନକାରୀଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି। ଏଥିରେ ଏପର୍ଯ୍ୟନ୍ତର ଫି ଫେରସ୍ତ ପାଇଁ ଆବେଦନ କରିନଥିବା ଅଥବା ଯେଉଁମାନେ ଆବେଦନ ପୂରା କରି ପାରିନଥିଲେ କିନ୍ତୁ ନୋ ରିଫଣ୍ଡ ବିକଳ୍ପ ଚୟନ କରିଥିଲେ ସେମାନଙ୍କୁ ପରୀକ୍ଷା ଫି ବାବଦ ଦେୟ ଫେରାଇ ଦିଆଯିବ। ପରବର୍ତ୍ତୀ ଖବର ଆଜିର ସୁନାଦର। ରୂପା ଦାମ ସ୍ଥିର ଥିବା ବେଳେ ବଢ଼ୁଛି ସୁନାଦର। କିଣିବା ପୂର୍ବରୁ ପକାନ୍ତୁ ନଜର। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନାଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟ ସୁନା 1,43,950 ଟଙ୍କା ରହିଛି। ସେହିପରି 22 କ୍ୟାରେଟ ସୁନାଦର 1,31,950 ଟଙ୍କା ଛୁଇଁଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,43,950 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 1,31,950 ଟଙ୍କା ପହଞ୍ଚିଛି। ସେହିପରି ରୂପାର ମୂଲ୍ୟ କିଲୋ ପିଛା 2,40,000 ଟଙ୍କା ହୋଇଛି। ପରବର୍ତ୍ତୀ ଖବର କଙ୍ଗୋରେ ଭୟଙ୍କର ରୂପ ନେଉଛି ଇବୋଲା। ସଂକ୍ରମିତଙ୍କ ସଂଖ୍ୟା 1200 ଅତିକ୍ରମ କଲା। କିନ୍ଶାସା କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ ପୁଣି ଥରେ ଘାତକ ଇବୋଲା ଭାଇରସ କବଳରେ ପଡ଼ିଥିବା ବେଳେ ଦେଶରେ ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ 1200 ଅତିକ୍ରମ କରିସାରିଛି। ସରକାରୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା 1203 ଜଣ ଏହି ଜୀବାଣୁରେ ଆକ୍ରାନ୍ତ ହୋଇଥିବା ନିଶ୍ଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 321 ଜଣଙ୍କର ମୃତ୍ୟୁ ଘଟିଛି।